ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀର ସଂସ୍କୃତ କଲିକା ସଂସ୍କୃତ ବହି ପଢ଼ିବା ହେଲା। ପ୍ରଥମେ କ'ଣ ରହିଛି ପିଲାମାନେ? ତମେ ସଂସ୍କୃତ ଜାଣିଛ ସମସ୍ତେ? ଟିକେ ଟିକେ ତ ଜାଣିଥିବ। ଏଇଟା ଅଛି ଭାରତ ଗୀତିକା। ଭାରତ ଗୀତିକା ସବୁ ମିଶିକି ସମସ୍ତେ ମିଶିକି ଗାଇବ। ତାପରେ ରହିଛି ପାଠାନୁକ୍ରମଣିକା। କେଉଁ ପାଠ କେଉଁ ପେଜରେ ଅଛି ସେଇ ବିଷୟରେ ଲେଖା ହେଇଛି। ତାପରେ ରହିଲା ବନ୍ଦନା। ବନ୍ଦନା ଗାଇବା। ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୋ ମମ ବିଘ୍ନ ବିନାଶାୟ ଗଣାଧିପତये ନମଃ। ଏହାର ଅର୍ଥ କ'ଣ ପିଲାମାନେ? ଦେଖ, ଆମେ ଯେତେବେଳେ ପଢ଼ିବା ଆଗରୁ ମଙ୍ଗଳାଚରଣ ଏଇଟା ଲେଖା ହେଇଛି। ମାନେ ଆମର ପଢ଼ିବାରେ କିଛି ବାଧାବିଘ୍ନ ନ ହଉ, ସେଇଥିପାଇଁ ଏଥିରେ ଭଗବାନଙ୍କୁ ପ୍ରଥମେ ଆମେ ସ୍ମରଣ କରିବା। ତାପରେ ଆମେ ଆମର ପଢ଼ା ଷ୍ଟାର୍ଟ କରିବା। ନମୋ ଗଣେଶ ବିଘ୍ନେଶ। ଗଣେଶଙ୍କର ଆଉ ଗୋଟେ ନାମ ହେଲା ବିଘ୍ନେଶ, ଯିଏ ବିଘ୍ନ ଦୂର କରନ୍ତି, ବିପଦକୁ ଦୂର କରନ୍ତି। ସେହି ଗଣେଶ ଭଗବାନଙ୍କୁ ନମୋ ନମସ୍କାର। ଗିରିଜାନନ୍ଦନ ପ୍ରଭୁ, ସେ କେମିତି? ଗିରିଜାନନ୍ଦନ, ମାତା ପାର୍ବତୀଙ୍କର ନନ୍ଦନ। ମମ ବିଘ୍ନ ବିନାଶାୟ ଗଣାଧିପତये ନମଃ। ମୋର ବିଘ୍ନ ବିନାଶ କର। ମୋର ଯେତେ ବାଧା ବିଘ୍ନ ଆସୁଛି ମୋ ଜୀବନରେ, ସେଇଟାକୁ ଦୂର କରିକି ମୋତେ ଶକ୍ତି ଦିଅ ବୋଲିକି ଏଠିରେ କୁହାଯାଇଛି। ମମ ବିଘ୍ନ ବିନାଶାୟ ଗଣାଧିପତये ନମଃ। ସେହି ଭଗବାନ ଗଣେଶକୁ ମୋର ନମସ୍କାର, ଯିଏକି ମୋର ବାଧା ବିଘ୍ନକୁ ଦୂର କରିବି। ତାପରେ ଆସିଲା ସରସ୍ୱତୀ ମନ୍ତ୍ର ବନ୍ଦନା। ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପିଣୀ ବିଦ୍ୟାରମ୍ଭଂ କରିଷ୍ୟାମି ସିଦ୍ଧିର୍ଭବତୁ ମେ ସଦା। ମାତା ସରସ୍ୱତୀଙ୍କୁ ନମସ୍କାର କରାଯାଇଛି ଏଇଠିରେ। ହେ ବରଦେ, ହେ କାମରୂପିଣୀ, ଏଇଟା ଭଗବାନ ମାତା ସରସ୍ୱତୀଙ୍କର ନାଁ, ଅନ୍ୟ ନାମ ଅଛି। ହେ ମା ସରସ୍ୱତୀ, ହେ ବରଦେ, ବରଦାନ କର୍ତ୍ରୀ, କାମରୂପିଣୀ, ବିଦ୍ୟାରମ୍ଭ, ମୁଁ ଆଜି ବିଦ୍ୟାରମ୍ଭ କରିବାକୁ ଯାଉଛି, ଆଉ ତମେ ମୋତେ ଆଶୀର୍ବାଦ କର। ବୁଝିହେଲା? ଏଇଟାକୁ ତମେ ମନେ ରଖିବ ଆଉ ସବୁଦିନ ଗାଇବ। ଆଜି ଆମେ ପଢ଼ିବା ବର୍ଣ୍ଣ ପରିଚୟ। ବର୍ଣ୍ଣ ପିଲାମାନେ ତମେମାନେ ପଢ଼ିଥିବ। ଓଡ଼ିଆରେ ଯେତେବେଳେ ଫାଷ୍ଟ ତମେମାନେ ଶିଖୁଥିଲ ଅ ଆ, ଓଡ଼ିଆରେ ତମେମାନେ ସବୁ ପଢ଼ିଛ। ଠିକ୍ ସେହିପରି ସଂସ୍କୃତରେ ବି ବର୍ଣ୍ଣ ପରିଚୟ ରହିଛି, ଆଉ ସେଇଥିରେ ବି ସେହି ସମାନ ଅ ଆ ଇ ରହିଛି। ତ ଆମେ ଦେଖିବା, ଆଜି ଆମେ ସ୍ୱରବର୍ଣ୍ଣ ବିଷୟରେ ପଢ଼ିବା। ସ୍ୱରବର୍ଣ୍ଣ, ହଁ, ବହୁତ ଗୁଡ଼ାଏ ଅଛି, ସେଇଥିପାଇଁ ବର୍ଣ୍ଣ ହେଇଛି। ସ୍ୱରବର୍ଣ୍ଣ କ'ଣ କ'ଣ ରହିଛି? ଅ, ଅ ଆ ଇ ଇ ଉ ଉ ରୁ ରୁ। ବୁଝିହେଲା? ତ ତାପରେ କ'ଣ ଅଛି ଏଇଠିରେ? ପ୍ରଥମେ ଦେଇଛି ଯେତିକି ଏଇଠି ଖାଲି ଏଇ ବାକ୍ସ ମାନେ ଅଛି, ଏଇଥିରେ ତୁମକୁ ଅ ଲେଖିବାର ଅଛି। ଫାଷ୍ଟରୁ ଏଇଟା ଯେମିତି ଦେଇଛି ସେମିତି ଏଇଠିରେ ବି ତୁମେମାନେ ଅ ଏମିତି ଲେଖିବ। ତୁମେମାନେ ଜାଣିନ ଦେବନାଗରୀ ଲିପି, ଓଡ଼ିଆ ଲିପି ଜାଣିଛ, ଦେବନାଗରୀ ଲିପି ତୁମେ ଜାଣିନାହଁ, ତ ତୁମକୁ ଏଇଠାରେ କ'ଣ କରିବାର ଅଛି? ଦେବନାଗରୀ ଲିପି ଶିଖିବାର ଅଛି। ଏଇଥିରେ ଯେତିକି ବକ୍ସ ଦେଇଛି ସେଇଟା ଲେଖି ସାରିଲା ପରେ ପୁଣି ଆଉ ଥରେ ତୁମେ ଅଭ୍ୟାସ ପାଇଁ ଲେଖିପାରିବ। ଅରେ କ'ଣ ଅଛି? ଅଧରହ। ଅଧରହ ମାନେ କ'ଣ? ଅଧରହ ମାନେ ହେଲା ଓଠ। ଓଠକୁ ସଂସ୍କୃତରେ କ'ଣ କୁହାଯାଏ? ଅଧରହ। ନେକ୍ସଟ ଆ ଅଛି। ଆ ବି ସେମିତି ବକ୍ସରେ ଲେଖିବ। ବୁଝିପାରିଲ? ଏମିତି ବକ୍ସରେ ସବୁ ଲେଖିବ। ଆରେ କ'ଣ? ଆପଣ। ଆପଣ କହିଲେ କ'ଣ ହୁଏ? କ'ଣ? ଆପଣ।
ବୁଝିହେଲା। ଦୋକାନୀକୁ ଆପଣ, ଦୋକାନକୁ ଆପଣ ହଁ ବୋଲିକି କୁହାଯାଏ। ଦୋକାନକୁ କ'ଣ କୁହାଯାଏ? ଆପଣ ହଁ। ଓଡ଼ିଆରେ ଆପଣ ଗୋଟେ ଗୌରବବାଚକ ଶବ୍ଦ ଅଛି, ସେଇଟା ଆପଣ ଖାଲି, ବୁଝିହେଲା। ସଂସ୍କୃତରେ ଯେଉଁଟା ଅଛି ସେଇଟା ହେଲା ଆପଣ ହଁ। ଆପଣ ହଁ ମାନେ ହେଲା ଦୋକାନ, ବୁଝିହେଲା। ତାପରେ ଇରେ କ'ଣ ଅଛି? ହ୍ରସ୍ୱ ଇ ହେଲା ଇନଃ। ଇନଃ ମାନେ ହେଲା ସୂର୍ଯ୍ୟ। ଏଇ ବକ୍ସରେ ଇ ଲେଖିବ। ତାପରେ ଦୀର୍ଘ ଇ ଅଛି, ଇ ବୋଲି ପଢ଼ାଯାଏ। କ'ଣ? ଇ। ହ୍ରସ୍ୱ ଇକୁ ଇ, ଦୀର୍ଘ ଇକୁ ଇ, ବୁଝିହେଲା। ଈଶଃ। ଈଶ ମାନେ ହେଲା ଲଙ୍ଗଳରେ ଥାଏ ଈଶ, ପଢ଼ିଛ। ଈଶଃ ସେଇ ଗୋଟିଏ ସମାନ ୱାର୍ଡ଼ ଅଛି, ଓଡ଼ିଆ ଆଉ ସଂସ୍କୃତ ସମାନ। ଉଟଜଃ, ହ୍ରସ୍ୱ ଉ। ଏଇଠିରେ କ'ଣ ଅଛି ପିଲାମାନେ? ହ୍ରସ୍ୱ ଉ। ଉଟଜଃ ମାନେ ହେଲା କୁଡ଼ିଆ ଘର ଯେଉଁଟା, ଦେଖିଥିବ ଆଗକାଳରେ ଏମିତି ଘରମାନେ ସବୁ ତିଆରି ହେଉଥିଲା। ଉଟଜଃ କୁଟୀର, ବୁଝିହେଲା, କୁଟୀର। ତାପରେ ଆସିଲା ଉଷଣମ୍ ମାନେ ହେଲା ଅଦା। ଅଦାକୁ ଉଷଣମ୍ ବୋଲିକି କୁହାଯାଏ, ବୁଝିପାରିଲ। ତାପରେ ଋଷଭଃ ମାନେ ବଳଦ। ରି ବି ଏଇ ବକ୍ସରେ ଲେଖିବ। ତାପରେ ହେଲା ରି, ବୁଝିହେଲା। ସେଇଟା ହେଲା ହ୍ରସ୍ୱ ଋକାର, ଏଇଟା ହେଲା ଦୀର୍ଘ ଋକାର। ତାପରେ ସଂସ୍କୃତରେ ଆଉ ଗୋଟେ ଅଛି ରି, ବୁଝିହେଲା। ଏଇଟା ବି ହେଲା ଗୋଟେ ସ୍ୱର ବର୍ଣ୍ଣ ରି। ପଢ଼େଇଲେ ତମେ ଏହାର ଉପଯୋଗ ବି ପଢ଼ିପାରିବ। ରିର ଉପଯୋଗ ବି ଅଛି। ତାପରେ ହେଲା କୁ ବି ଏଥିରେ ଲେଖିବ, ବକ୍ସ ସବୁଥିରେ ଏ ବୋଲି ଲେଖିବ। ତାପରେ ହେଲା ଏଣଃ ମାନେ ହେଲା ହରିଣ। ହରିଣକୁ କ'ଣ କୁହାଯାଏ? ଏଣଃ। ଏରେ ଏଣଃ। ଐରେ କ'ଣ? ଐଡ଼କଃ ମାନେ ହେଲା ମେଣ୍ଢା। ମେଣ୍ଢାକୁ କ'ଣ କୁହାଯାଏ? ଐଡ଼କଃ। ତାପରେ ଆସିଲା ଓ ହେଲା ଓକଣଃ ମାନେ ହେଲା ଛାରପୋକ, ବୁଝିଲ, ଓକଣଃ। ତାପରେ ଔ ହେଲା ଔଷଧମ୍। ଆମର ଓଡ଼ିଆରେ ବି ଆମେ ଔଷଧ ବୋଲି କହୁ, ସଂସ୍କୃତରେ ଔଷଧମ୍ କୁ ଔଷଧ ବୋଲି କୁହାଯାଏ, ବୁଝିପାରିଲ? କ୍ଲିଅର। ତାପରେ ଅଭ୍ୟାସକୁ ଦେଖିବା ଆମେ। ସ୍ୱରବର୍ଣ୍ଣଃ ହ୍ରସ୍ୱ ଦୀର୍ଘ ପ୍ଲୁତ ଭେଦେନ ତ୍ରିବିଧଃ। ଆମେ ଏବେ ଯେଉଁ ପଢ଼ିଲେ ସ୍ୱରବର୍ଣ୍ଣ ମାନେ, ସବୁ ସ୍ୱରବର୍ଣ୍ଣକୁ ତମେ ମାନେ ଲେଖିଦିଅ ହେଲା। ତାପରେ ଏହି ଯେତିକି ସ୍ୱରବର୍ଣ୍ଣ ରହିଲା ସେଇଟାକୁ 3 ଭାଗରେ ବିଭକ୍ତ କରାହେଇଛି। କ'ଣ? ହ୍ରସ୍ୱ, ଦୀର୍ଘ, ପ୍ଲୁତ। ପୁଣି ଥରେ କୁହ, ହ୍ରସ୍ୱ, ଦୀର୍ଘ, ପ୍ଲୁତ। 3 ଭାଗରେ ବିଭକ୍ତ ହେଇଛି ସ୍ୱରବର୍ଣ୍ଣ। ତ ହ୍ରସ୍ୱ ସ୍ୱର ହ୍ରସ୍ୱ ସ୍ୱର କୋଉଟା ଦେଖିବା ଏବେ। ହ୍ରସ୍ୱ ସ୍ୱର ହେଲେ ଅ, ଇ, ଉ, ଋ, ଋ, ବୁଝିପାରିଲ? ଏତିକି ହେଲେ ହ୍ରସ୍ୱ ସ୍ୱର। ଦୀର୍ଘ ସ୍ୱର ଆ, ଇ, ଉ, ରି, ଏ, ଐ, ଓ, ଔ। କେମିତି ଜାଣିବ ଦେଖ, ମୁଁ ତୁମମାନଙ୍କୁ କହିଦେଉଛି। ହ୍ରସ୍ୱ ସ୍ୱରରେ ଆମକୁ ବହୁତ ଉଚ୍ଚାରଣ କରିବାକୁ ପଡ଼ୁନି। ଅ, ଇ, ଉ, ଋ, ବୁଝିହେଲା। ବଟ୍ ଦୀର୍ଘ ସ୍ୱର କାହିଁକି ହେଇଛି? ଦୀର୍ଘ ରୂପରେ ଆମେ ତାର ଉଚ୍ଚାରଣ କରୁଛୁ। ଦୀର୍ଘ ସ୍ୱର ଆ, ଇ, ଉ, ରି, ଏ, ଐ, ଓ, ଔ। ତ ସେଇଟା ଦୀର୍ଘ ସ୍ୱର। ଏତେଭ୍ୟଃ ଦୀର୍ଘସ୍ୱରେଭ୍ୟଃ ଏ, ଐ, ଓ, ଔ ସନ୍ଧ୍ୟାକ୍ଷରାଣି ଭବନ୍ତି। ଏଇ ଭିତରୁ ଦୀର୍ଘ ସ୍ୱରରୁ ଯେଉଁ ଏ, ଐ, ଓ, ଔ ରହିଛି, ଏମାନେ ହେଲେ ସନ୍ଧ୍ୟାକ୍ଷରାଣୀ। ମାନେ 2ଟା ମିଶିକି ହେଇଛି ଏ, ଐ, ଓ, ଔ, ସେଇଥିପାଇଁ ଏମାନେ ହେଲେ ସନ୍ଧ୍ୟାକ୍ଷରାଣୀ। ସନ୍ଧି ହେଲା ପରେ ଯାଇ ହେଇଛି ଏ, ଐ, ଓ, ଔ, ବୁଝିପାରିଲ?
ତ ସେଇଥିପାଇଁ ସେମାନେ ହେଲେ ସନ୍ଧ୍ୟାକ୍ଷରାଣୀ। ରିକ୍ତ ସ୍ଥାନମ୍ ପୂରୟତୁ, ଏଇଟା ତୁମେ ଆରାମରେ ଲେଖିପାରିବ। ରିକ୍ତ ସ୍ଥାନ, ଅ ପରେ କ'ଣ ଆସିବ ଏଠି? ଆ, ବୁଝିହେଲା? ଆ, ତାପରେ ଇ ଅଛି, ଇ ପରେ କ'ଣ ହେବ? ଦେଖ, ଆ ଅ ଅଛି, ଏଠିରେ ଆ ଲେଖିବା। ଆ, ଇ ଅଛି, ଇରେ ଇ ପରେ ଏଇଠି ଦୀର୍ଘ ଇ ଲେଖିବା। ଉ, ଉ, ରି ଅଛି, ଏଇଠିରେ ଦୀର୍ଘ ରି ଲେଖିବ ହେଲା। ଏ ଅଛି, ଐ ଲେଖିବା। ଓ ଅଛି, ଓ ଲେଖିବା। ବୁଝିଲା? ଏଇଠିରେ ଆ ଅଛି, ଏଇଠି ଅ ଲେଖିବା। ଦୀର୍ଘ ଇ ଅଛି, ଇ ଲେଖିବା। ଉ, ବୁଝିପାରିଲ? ଉପରେ ଦେଖିକିରି ବି ତୁମେମାନେ ଆରାମରେ ଲେଖିପାରିବ। ତ ଏଇଟା ସବୁ ଲେଖିଦିଅ। ତାପରେ କ'ଣ ରହିଛି? ବ୍ୟଞ୍ଜନ ବର୍ଣ୍ଣः। ବ୍ୟଞ୍ଜନ ବର୍ଣ୍ଣः ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା। ଅस्तु, ରାମ ରାମ, ଧନ୍ୟବାଦः।